नमस्कार दर्शक बंधु, चलतु जानिबा साप नेउलर दुईटी कथा। एहाकु जानिले आपण केबे गरीब होई रहिबे नाही, मिलिबो धनर लाभ। तेबे दर्शक बंधु, आज आमे आपणଙ୍କୁ ଯେଉଁ କାହାଣୀ କହିବା ପାଇଁ ଯାଉଛୁ ତାହା ଆପଣଙ୍କର ଜ୍ଞାନ ବଢ଼ାଇବା ସହ ଆପଣଙ୍କ ଜୀବନରେ ଧନର ମଧ୍ୟ ଆଗମନ କରାଇବ। ଏହି କାହାଣୀ ହେଉଛି ସାପ ଏବଂ ନେଉଳର କାହାଣୀ। ଆପଣମାନେ ତ ଆଗରୁ ସାପ ନେଉଳର କାହାଣୀ ଶୁଣିଥିବେ, କିନ୍ତୁ ଆମେ ଆଜି ଆପଣଙ୍କୁ ଯେଉଁ କାହାଣୀ କହିବା ପାଇଁ ଯାଉଛୁ ତାହା ବହୁତ ପ୍ରେରଣାଦାୟୀ କାହାଣୀ ଅଟେ। ଅନେକ ବର୍ଷ ତଳର କଥା। ଗୋଟିଏ ଗ୍ରାମରେ ଜଣେ ବ୍ରାହ୍ମଣ ଏବଂ ତାଙ୍କର ସ୍ତ୍ରୀ ରହୁଥିଲେ। ତାଙ୍କର ଜୀବନରେ ବହୁତ ଖୁସି ମଧ୍ୟ ଥିଲା। ଆଉ ଆଖପାଖରେ ଅନେକ ପ୍ରକାରର ଧାର୍ମିକ ଲୋକ ଥିବା କାରଣରୁ ତାଙ୍କର ଗୁଜୁରାଣ ମଧ୍ୟ ଭଲରେ ହେଇଯାଉଥିଲା। ଉଭୟଙ୍କ ଜୀବନରେ କୌଣସି ପ୍ରକାରର ସମସ୍ୟା ନଥିଲା ଏବଂ ଉଭୟ ଅତି ସୁନ୍ଦର ଜୀବନ ଅତିବାହିତ କରୁଥିଲେ। କିଛି ଦିନ ପରେ ସେହି ପଣ୍ଡିତଙ୍କର ଏକ ପୁତ୍ର ସନ୍ତାନ ଜାତ ହେଲା ଏବଂ ପଣ୍ଡିତଙ୍କ ଘରେ ଖୁସିର ମାହୋଲ ବନିଗଲା। ଉଭୟ ସ୍ୱାମୀ ସ୍ତ୍ରୀଙ୍କୁ ପୁତ୍ର ସନ୍ତାନର ଆବଶ୍ୟକ ଥିଲା ଏବଂ ତାଙ୍କର ଏକ ପୁତ୍ର ଜନ୍ମ ହୋଇଥିବାରୁ ସେ ଅତ୍ୟନ୍ତ ଖୁସି ଥିଲେ। ପଣ୍ଡିତ ନିଜ ପୁଅକୁ ବହୁତ ଭଲ ପାଆନ୍ତି। ତାଙ୍କୁ କୌଣସି ବି ଜିନିଷର କମି ହେବାକୁ ଦିଅନ୍ତି ନାହିଁ। ଏମିତିରେ ପଣ୍ଡିତ ଭାବିଲେ, ମୋ ପୁଅ ଏବେ ବହୁତ ଛୋଟ ଅଛି, ତାକୁ ଗୋଟିଏ ଏମିତି ସଙ୍ଗର ଆବଶ୍ୟକ ଅଛି ଯିଏ ସବୁ ସମୟରେ ତା ପାଖେ ରହିପାରୁଥିବ ଏବଂ ତା ସହ ଖେଳୁଥିବ, ଆଉ ଦରକାର ପଡ଼ିଲେ ତାର ରକ୍ଷା ମଧ୍ୟ କରିପାରୁଥିବ। ସେ ଭାବିଲେ ପୋଷା ଜନ୍ତୁ ବହୁତ ବିଶ୍ୱସ୍ତ ହୋଇଥାନ୍ତି ଏବଂ ଯଦି ମୋତେ ଏମିତି ଏକ ପଶୁ ମିଳିଯାଆନ୍ତା ତେବେ ବହୁତ ଭଲ ହୁଅନ୍ତା। ଏବଂ ସେ ଏମିତି ଏକ ପଶୁର ସନ୍ଧାନରେ ଲାଗି ପଡ଼ିଲେ ଯିଏ ତାଙ୍କ ପୁଅର ସାଥୀ ହୋଇପାରିବ। ଏଥିପାଇଁ ସେ ବଡ଼ ସହରକୁ ଗଲେ। ସେଠାରେ ବଡ଼ ବଡ଼ କୁକୁର ମଧ୍ୟ ଦେଖିଲେ ଏବଂ ଏହା ଭାବିଲେ ଯେ ଏହି କୁକୁରଙ୍କ ଦ୍ୱାରା ତାଙ୍କ ପୁଅର କ୍ଷତି ମଧ୍ୟ ହୋଇପାରେ। ସେ ଭାବିଲେ, ମୁଁ ଗୋଟିଏ ଛୋଟ ପଶୁ ନେଇଯିବି। ସେଥିପାଇଁ ସେ ବହୁତ ଗୁଡ଼ିଏ ବିଲେଇ ଦେଖିଲେ, ଅନେକ ଠେକୁଆ ମଧ୍ୟ ଦେଖିଲେ, ହେଲେ ସେ କାହାରିକୁ ବି ଘରକୁ ଆଣିକି ଆସିଲେ ନାହିଁ। ଭାବିଲେ, ଏମାନେ ଖେଳିବା ପର୍ଯ୍ୟନ୍ତ ତ ଠିକ୍ ଅଛି, ହେଲେ ଏମାନେ ତାର ରକ୍ଷା କରିପାରିବେ ନାହିଁ। ଏମିତି ସେ ଅନେକ ପ୍ରାଣୀ ଦେଖିଦେଲେ, କିନ୍ତୁ ତାଙ୍କୁ କେହି ବି ପସନ୍ଦ ଆସିଲେ ନାହିଁ। ଆସିଲା ବେଳେ ସେ ଏକ ମଦାରୀର ଖେଳ ଦେଖିଲେ, ଯେଉଁଥିରେ ମଦାରୀ ପାଖରେ ଦୁଇଟି ନେଉଳ ଥିଲେ ଓ ଯେଉଁ ନେଉଳ ମଦାରୀର ପ୍ରତ୍ୟେକ କଥା ମାନୁଥିଲେ। ପଣ୍ଡିତ ତାଙ୍କୁ ଦେଖି ସେହି ମଦିରାକୁ ଏହା କହିଲେ ଯେ, ଆପଣଙ୍କ ପାଖରେ ତ ଦୁଇଟି ବଡ଼ ଏବଂ ବୁଦ୍ଧିମାନ ନେଉଳ ଅଛନ୍ତି। ଯଦି ଆପଣ ସେଇଥିରୁ ମୋତେ ଗୋଟେ ଦିଅନ୍ତି, ମୁଁ ଆପଣଙ୍କ ପାଖରେ ଉପକୃତ ରୁହନ୍ତି ଏବଂ ଏହାର ମୂଲ୍ୟ ଯାହା ହେବ ମୁଁ ଦେବାକୁ ପ୍ରସ୍ତୁତ ଅଛି। ଏହାପରେ ମଦାରୀ ପଣ୍ଡିତଙ୍କୁ ଏକ ନେଉଳ ଦେଇଦେଲା, ଯିଏକି ବହୁତ ବୁଦ୍ଧିମାନ ଥିଲା। ସେ ଘରକୁ ଆସିଲା ନେଇକି ସେଇ ନେଉଳକୁ ଏବଂ କ୍ରମଶଃ ସେଇ ନେଉଳ ଏବଂ ପଣ୍ଡିତଙ୍କ ପୁଅ ମଧ୍ୟରେ ଭଲ ସମ୍ପର୍କ ହେବାରେ ଲାଗିଲା। ପଣ୍ଡିତ ନେଉଳର ମଧ୍ୟ ଭଲରେ ଯତ୍ନ ନେଉଥିଲେ
କିନ୍ତୁ ପଣ୍ଡିତଙ୍କ ସ୍ତ୍ରୀ ନେଉଳକୁ ଜମା ବି ପସନ୍ଦ କରୁନଥିଲେ। ସେ ସବୁବେଳେ ଏହି ଭୟରେ ରହୁଥିଲେ ଯେ କାଳେ ସେ ନେଉଳ ତାଙ୍କ ପୁଅର କିଛି କ୍ଷତି କରି ନ ଦଉ। କିନ୍ତୁ ପଣ୍ଡିତ ନିଜ ପୁଅକୁ ଏବଂ ନେଉଳକୁ ସମାନ ରୂପେ ପ୍ରେମ କରୁଥିଲେ। ଏମିତିରେ ଦିନେ ସେହି ପଣ୍ଡିତଙ୍କ ସ୍ତ୍ରୀ କିଛି ଜିନିଷ ପାଇଁ ବଜାରକୁ ଗଲେ। ଗଲାବେଳେ କହିକି ଯାଇଥିଲେ ପଣ୍ଡିତଙ୍କୁ କି ପୁଅ ଶୋଇଛି, ମୁଁ ଯାଇକି ଆସିବା ଯାଏଁ ତମେ ପୁଅର ଯତ୍ନ ନେବ। ଏହା କହି ସେ ଚାଲିଗଲେ ଏବଂ ପଣ୍ଡିତ ମଧ୍ୟ ଘରେ ରହି ପୁଅର ଯତ୍ନ ନେଉଥିଲେ। କିନ୍ତୁ ସେହି ସମୟରେ ହିଁ କିଛି ଲୋକ ଅଛି ପଣ୍ଡିତଙ୍କ ସହ କଥା ହେବା ପାଇଁ ତାଙ୍କୁ ବାହାରକୁ ଡାକିଲେ। ଏବେ ତାଙ୍କ ସହ କିଛି ହେଇ ତାଙ୍କୁ ନିଜ ସାଥିରେ ଯିବାକୁ ଅନୁରୋଧ କଲେ ଏବଂ ପଣ୍ଡିତ ନେଉଳକୁ କହିକି ଗଲେ, ତୁ ତୋ ସାନ ଭାଇର ଯତ୍ନ ନେ, ମୁଁ ଆସୁଛି। ଏହାପରେ ପଣ୍ଡିତ ମଧ୍ୟ ପଳେଇଲେ ଏବଂ ନେଉଳ ପୁଅକୁ ଜଗି ଘର ବାହାରେ ବସି ରହିଲା।